ଏହି ଦୁଇଟି ଭୁଲ ପାଇଁ ସତ ପ୍ରେମ ବି ଛାଡ଼ି ଚାଲି ଯାଇଥାଏ। କେବେ କାହାକୁ ବି କଥା ହେବା ପାଇଁ ବାଧ୍ୟ କରନ୍ତୁ ନାହିଁ, କାରଣ ଯାହା ପାଖରେ ତୁମର ଆନ୍ତରିକତା ଭଲ ପାଇବାର ମୂଲ୍ୟ ଥିବ ସେ ହଜାରେ ବ୍ୟସ୍ତ ଥିଲେ ମଧ୍ୟ ତୁମକୁ ସମୟ ବାହାର କରିଦେବ। ଦୁଃଖରେ ରହୁଥିବା ଲୋକ ହୁଏତ କାଲି ଖୁସିରେ ରହିପାରିବ, କିନ୍ତୁ ଦୁଃଖ ଦେଉଥିବା ଲୋକ କେବେ ବି ଖୁସିରେ ରହିପାରିବ ନାହିଁ। ଜୀବନ ମିଳିଛି ମାନେ ହିସାବ ନଥିବା ସମର୍ପଣକୁ ଦେବାକୁ ପଡ଼େ। କିଛି ସ୍ୱପ୍ନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେବାକୁ ପଡ଼େ। ଯଦି ଅନ୍ୟମାନଙ୍କ ପାଇଁ ବଞ୍ଚୁଛ ତେବେ ଠିକ୍ ଅଛି, ଯେବେ ନିଜ ପାଇଁ ବଞ୍ଚିବା ଆରମ୍ଭ କରିବ ତେବେ ବଞ୍ଚୁଥିବା ସମୟରେ ଗୋଟିଏ ଗୋଟିଏ ହିସାବ ଦେବାକୁ ପଡ଼ିଥାଏ। ଏ ଦୁନିଆରେ ସମସ୍ତେ ନିଜ କଥା ଚିନ୍ତା କରନ୍ତି, ହେଲେ ଭାବନ୍ତି ନାହିଁ ମୋ ପାଇଁ ଆଉ ଜଣେ କେତେ କଷ୍ଟ ପାଉଛି। ଜୀବନରେ ସବୁକିଛି ଆଉ ଥରେ ମିଳିଯାଇପାରେ, କିନ୍ତୁ ସମୟ ସହ ହରାଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳି ନଥାଏ। ଯିଏ ତୁମକୁ ବୁଝୁନି ତାକୁ ବୁଝେଇବା କିଛି ଦରକାର ନାହିଁ, କାହିଁକି ନା ଆଜି ସିଏ ସିନା ତୁମର ମୂଲ୍ୟ ବୁଝୁନି, ହେଲେ କାଲି ବୁଝିଯିବ ଯେତେବେଳେ ତୁମେ ତା ପାଖରେ ନଥିବ। ମନେ ରଖନ୍ତୁ, ଯେମିତି ଔଷଧ ଚିହ୍ନିବାରେ ଭୁଲ ହେଇଗଲେ ଜୀବନ ଚାଲିଯାଏ, ଠିକ୍ ସେହିପରି ଭୁଲ ମଣିଷକୁ ଚିହ୍ନିଲେ ଜୀବନ ନଷ୍ଟ ହୋଇଯାଇଥାଏ। ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ, କାହିଁକି ନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। କେବେ କାହାକୁ ଛୋଟ ନଜରରେ ଦେଖ ନାହିଁ, କିଏ ଜାଣେ କେବେ କେଉଁ ପରିସ୍ଥିତିରେ ସେଇ ଛୋଟ ଲୋକ ଜଣକ ତୁମ ବଡ଼ କାମରେ ଆସିଯିବ। ବେଳେବେଳେ ସମୟ ଆଉ ପରିସ୍ଥିତି ମଣିଷକୁ ଏତେ ବଦଳାଇ ଦିଏ ଯେ ସବୁବେଳେ ହସୁଥିବା ଆଉ ଗପୁଥିବା ମଣିଷଟି ସବୁଦିନ ପାଇଁ ଚୁପ୍ ହୋଇଯାଇଥାଏ। ଜୀବନ ସାରା ଖୁସିରେ ରହିବା ପାଇଁ ହେଲେ ଅଧିକ ଧନ ସମ୍ପତ୍ତି କି ସୁନ୍ଦର ଚେହେରାର ଆବଶ୍ୟକତା ନାହିଁ, ବାସ୍ ମନକୁ ବୁଝିଲା ଭଳି ଏକ ବନ୍ଧୁ ଆଉ ଜୀବନସାଥୀ ହିଁ ଯଥେଷ୍ଟ। କଥାରେ ଅଛି, ଯିଏ ଆବଶ୍ୟକତା ଠାରୁ ଅଧିକ ଭଲ ପାଆନ୍ତି ସିଏ ଅଧିକ କାନ୍ଦିଥାନ୍ତି। ଜୀବନ ହେଉଛି ଏକ ଅଜଣା ପୁସ୍ତକ ଭଳି, ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି କାହାକୁ ବି ଜଣା ନଥାଏ। ମନୁଷ୍ୟ ସବୁବେଳେ ଚାହୁଁଥାଏ ତାକୁ ସମସ୍ତେ ସମ୍ମାନ ଦିଅନ୍ତୁ ଓ ତାର ପ୍ରଶଂସା କରନ୍ତୁ, ମାତ୍ର ସେ ଭୁଲିଯାଏ ଯେ ଅନ୍ୟଠାରୁ ପାଇବାକୁ ହେଲେ ସମ୍ମାନ ନିଜକୁ ବି ସମ୍ମାନ ଦେବାକୁ ପଡ଼ିଥାଏ। ମନୁଷ୍ୟ ସବୁବେଳେ ଚାହୁଁଥାଏ ତାକୁ ସମସ୍ତେ ଭଲ ପାଆନ୍ତୁ, କିନ୍ତୁ ସେଇ ଭଲ ପାଇବା ପ୍ରକୃତରେ ସିଏ ହିଁ କାହାକୁ ଦେଇନଥାଏ। ଭୁଲ କରିନଥିବା ସ୍ଥାନରେ ମୁଣ୍ଡ ତଳକୁ କରନ୍ତୁ ନାହିଁ, ବିଶ୍ୱାସ ନଥିବା ସ୍ଥାନରେ ପ୍ରମାଣ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ଭଗବାନ କହୁଛନ୍ତି ତୁମେ କେତେ ଖୁସି ଅଛ ତାହା ବଡ଼ କଥା ନୁହେଁ, ତୁମ ଦ୍ୱାରା କେତେଜଣ ସୁଖୀ ତାହା ହିଁ ବଡ଼ କଥା। ଡେରିରେ ହେବ କିନ୍ତୁ ଠିକ୍ ହେବ। ତୁମ ସମୟଟା ଖରାପ, ତୁମ ଜୀବନଟା ନୁହେଁ। ଟିକେ ଅପେକ୍ଷା କର, ସମୟ ସବୁକିଛି ଫେରାଇ ଦେବ। ହରାଇଲା ପରେ ଜଣାପଡ଼େ କେତେ ମୂଲ୍ୟବାନ ଥିଲା ସେ ସମୟ ଆଉ ସେ ସମ୍ପର୍କ। ଜୀବନରେ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯେଉଁ ସମ୍ପର୍କ ଅଛି ତାହା ଭିତରେ ଜୀବନ ଥିବା ଜରୁରୀ। ଜୀବନରେ ଯଦି କାହାକୁ କିଛି ଦେବାକୁ ଚାହୁଁଛ ତେବେ ଭଲ ପାଇବା ଦିଅ, ସେ ତୁମକୁ କେବେ ଭୁଲି ପାରିବ ନାହିଁ। କାନ୍ଦୁଥିବା ଆଖି କେବେ ମିଛ କୁହେନି, କାରଣ ଲୁହ ଆସେ ସେତେବେଳେ ଯେବେ ଅତି ନିଜ ଲୋକଟିଏ କଷ୍ଟ ଦେଇଥାଏ। ସଫଳତାର ସିଡ଼ି ଚଢ଼ି ଗର୍ବ କରନ୍ତୁ ନାହିଁ, କାହିଁକି ନା ଯେଉଁ ସିଡ଼ି ଉପର ଆଡ଼କୁ ଯାଇଥାଏ ତାହା ତଳ ଆଡ଼କୁ ମଧ୍ୟ ଆସିଥାଏ। ଆମେ ସବୁବେଳେ ଯାହା ବିଷୟରେ ଭାବୁ, ଯାହା ବିଷୟରେ ଚିନ୍ତା କରୁ, ସେହିମାନେ ହିଁ ଆମକୁ ବୁଝନ୍ତି ନାହିଁ। କାରଣ ଅତି ନିଜର ଭାବି କାହାକୁ ଅତି ଗୁରୁତ୍ୱ ଦେଲେ ଆବଶ୍ୟକତା ସ୍ଥଳେ ତୁମେ ହିଁ କଷ୍ଟ ପାଇବ, କାହିଁକି ନା ତୁମ ଜରୁରତ ତାଙ୍କ ପାଇଁ ମୂଲ୍ୟହୀନ ହେଇଥିବ। ସମ୍ପର୍କକୁ ସମୟ ଦେବା ଶିଖ, କାରଣ ଏମିତି ସମୟ ଆସିବ ତୁମ ପାଖରେ ସବୁ କିଛି ଥିବ, ହେଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷଟି ତୁମ ପାଖରେ ନଥିବ। କେହି ତୁମକୁ ଦୂରେଇ ଦେଲେ ବୋଲି ମନ ଦୁଃଖ କରନି, ବରଂ ନିଜକୁ ଏମିତି ଯୋଗ୍ୟ କର ଯେ ଦେଖିବା ପରେ ସେ ନିଜକୁ ନିଜେ ପ୍ରଶ୍ନ କରିବ, ମଣିଷ ଚିହ୍ନିବାରେ ମୁଁ ଭୁଲ କରିଦେଲି। କେହି ତୁମକୁ ଦୂରେଇ ଦେଲେ ମନ ଦୁଃଖ କରନ୍ତୁ ନାହିଁ, ଆହୁରି ଚେଷ୍ଟା କରି ଆଗକୁ ବଢ଼ନ୍ତୁ। ମାନସିକ ଆଘାତ ବି ଶାରୀରିକ ଆଘାତ ଭଳି କଷ୍ଟ ଦିଏ, କେବଳ ତଫାତ୍ ଏତିକି ଯେ ଶାରୀରିକ ଆଘାତ ସମୟକ୍ରମେ ଭଲ ହୋଇଯାଇଥାଏ, କିନ୍ତୁ ମାନସିକ ଆଘାତ ସାରା ଜୀବନ ମନେ ରହିଯାଇଥାଏ। ଯାହା ପାଖରେ ମୋ ସମ୍ପର୍କର କିଛି ମୂଲ୍ୟ ନାହିଁ, ତାଙ୍କ ପାଖରେ ବସିବା ଠାରୁ ଉତ୍ତମ ଏକା ରହିବା। ଏହା ଅଭିମାନ ନୁହେଁ, ଏହା ମୋ ସ୍ୱାଭିମାନ ହୋଇଥାଏ। ଏହି ଦୁଇଟି ଭୁଲ ପାଇଁ ସତ ପ୍ରେମ ବି ଛାଡ଼ି ଚାଲିଯାଏ। ଦରକାରଠୁ ବେଶୀ ଅଭିମାନ ଆଉ ବାରମ୍ବାର ସନ୍ଦେହ, ଏଇ ଦୁଇଟି ଜିନିଷ ପାଇଁ ସତ ପ୍ରେମ ବି କେବେ ମିଛରେ ପରିଣତ ହୋଇଯାଇଥାଏ। ଇଏ ଯେମିତି ତା ସହ ତୁମେ ସେମିତି ହେବା ଦରକାର, କାରଣ ସରଳ ମଣିଷ ଏହି ସ୍ୱାର୍ଥପର ଦୁନିଆରେ ଆଗ ବଳି ପଡ଼ିଥାଏ। ସୁଖରେ ଥିବା ମଣିଷ ଦୁଃଖକୁ ବୁଝିପାରେନି, ସେହିପରି ସ୍ୱାର୍ଥରେ ଥିବା ମଣିଷ ସମ୍ପର୍କର ମୂଲ୍ୟ ବୁଝିପାରେନି। ସେହି ଲୋକଙ୍କୁ କଷ୍ଟ ଦିଅନ୍ତୁ ନାହିଁ ଯିଏ ତୁମ ଖୁସି ପାଇଁ ନିଜେ କଷ୍ଟ ସହନ୍ତି।
संपर्क से कि संपर्क जेउटी कथा कथारे संपर्क भांगी जिबार डर थाए। संपर्क तो ताहा होई थाए जेउटी जणे रागी गले आउ जणे बुझेई पारुथिबा, जणे रुसी गले आउ जणे मनेई पारुथिबा। एई दुईटी मनीष को केबे निज ठारू दूरेई दियंतु नहीं। जिए तुम विषय रे सब किछि जानि सारिबा परे मध्ये तुमको भल पाए। नंबर 2 जी तुमको टिकिए खुशी करने अनेक दुख को हसी हसी सही जाए। आउ जदि ये दुईटी जाक गुण गोटे मनीष पाखरे थाए विश्वास कर तुम्हें भाग्यवान मनीष जे एपरी मनीषटीए पाइछ जे तुमको निज जीवन ठू अधिक भल पाए। पत्र झड़िबा आगरु जेमिति पत्रर रंग बदली जाए सेहीपरि मनीष बदलिबा आगरु तार कथबार्तार शैली मध्य बदली जाए। ये हेउची स्वार्थपर दुनिया। एठी लोक हृदय को नुहे बरं निज आवश्यकता भल पाती। आवश्यकता शेष तो संपर्क भी शेष। सही संपर्क खूब सुंदर जेउटी हजारे मनमालिन थिले मध्य केही कार हाथ छाड़ती नहीं। असुविधा समय सब बेले साथी रे थांती। ए मनीष केते विचित्र। अन्यर भूल को मन रखे निज भूल को भूली जाए। अन्यर दोष थिले विचारपति एवं निजर दोष थिले वकील बनी जाए। भल पाइबा भूल नुह। भल पाइबा जदि भूल मनीष सह होई थाए तेबे सारा जीवन कष्ट पाई थाए। सीए पुओ हेउ किंबा झियो सेते बेले तांको अधिक कष्ट लागि थाए जेते बेले सेही भल पाइबारु तांको धोखा मिली थाए। दर्शक बंधु भिडियोटी आज एतिकी। भिडियोटी केमिति लागला कमेंट करिया पई जमाई भूलिबेनी। आ जदि हम भिडियोटी आपन मानको पसंद आसी थाए ताहले हम चैनल को सब्सक्राइब निहाती करंतु। आ पाखरे आस्थिबा बेल नोटिफिकेशन को ऑन कर दियंतु जहा द्वारा हम भिडियोर नोटिफिकेशन आपन मानक पाखरे सर्वप्रथमे पहुंची पारिबो। भिडियोटी केमिति लागला आ को लाइनटी आपन मानको पसंद आसिला कमेंट निहाती करिवे। रहुचु नमस्कार। जय जगन्नाथ। समस्ते भलरे रुहंतु खुशी रे रुहंतु। प्रभु जगन्नाथ पाखरे एतिकी प्रार्थना करूचु। धन्यवाद समस्ते को। जय जगन्नाथ। ओम नमः शिवाय।